ମୁଁ ମମତା ଦାସ ପଟ୍ଟନାୟକ। ମୋ ଆଜିର ଗଦ୍ୟ କବିତାର ଶୀର୍ଷକ ଝଡ଼। ସବୁଦିନ ପରି ସେଦିନଟି ଆସିଥିଲା ଖୁସିର ବାର୍ତ୍ତାବହ ହୋଇ। କେବଳ ମୋ ପାଇଁ ନୁହେଁ, ସମସ୍ତଙ୍କ ପାଇଁ। ହଠାତ୍ ଆସିଲା ଝଡ଼। ସେ ଝଡ଼ରେ ସତେଅବା ଉଡ଼ିଗଲି ମୁଁ ଶୁଷ୍କ ଏକ ତୃଣଟିଏ ପରି। କାହିଁ ବାଇଚଢ଼େଇର ବସା ତ ଭାଙ୍ଗିନି, ପକ୍ଷୀର କାକଳି ତ ପୂର୍ବ ପରି ଶୁଭୁଛି। କିନ୍ତୁ ମୋ ଜୀବନରେ କିଆଁ ଏତେ ଦୁଃଖ ବହିଗଲା କୁହ? କେହି ତ ଜବାବ ଦେଉନ। କ'ଣ ମୋ ଯନ୍ତ୍ରଣାର ସ୍ୱର ଶୁଭୁନି କାହାରିକୁ? ନା ଶୁଣି ମଧ୍ୟ ନୀରବ ରହୁଛ ତୁମେ? ମୋ ଦୁଃଖରେ ଗଛଲତା ଲୋତକ ଝରାଏ ପଥର ତରଳେ। କିନ୍ତୁ ତମ ହୃଦୟ କ'ଣ ପଥରଠାରୁ ଆହୁରି କଠିନ? ନୀରବ ଦ୍ରଷ୍ଟା କେବଳ ତୁମେ, ମୋ ଦୁଃଖର ମୁଖ ସାକ୍ଷୀ। ମୋ ଦୁଃଖରେ ଝରେ ନା ସମବେଦନା କେବେ ତୁମ ପାଷାଣ ହୃଦୟରୁ? ମୋ ଅଗଣାରେ ବର୍ଷାରାଣୀର ନୃତ୍ୟ, ମୋ ଝରକାରେ ଠକ୍ ଠକ୍ ହାତୁଡ଼ିର ଶବ୍ଦ। କିଏ ମୋତେ ଡାକୁଅଛ ଏ ଅନ୍ଧାର ବର୍ଷା ରାତିରେ? ଜବାବ ଦେଉନ କିଆଁ? ହୃଦୟ କମ୍ପନ, ମୋ ମନେ ଜାଗେ ଭୀତି। ପୁଣି ଯଦି ଅଚାନକ ମାଡ଼ି ଆସେ ଝଡ଼, ସହିପାରିବ ତ ମୋର ଏ କ୍ଷୀଣ ତନୁ? ଭାସିଯିବନି ତ ସୁଅମୋହର ପତର ପରି? ଅତି ଯତ୍ନେ ଗଢ଼ିଥିବା ସୁଖର ମୋର ସଂସାରରେ ଦେଖାଦେବନି ତ କଳା ମେଘର ଛାଇ? ଦୁନିଆଟା ସ୍ୱାର୍ଥପର, କେହି ହେଲେ ଆସିବେନି ମୋ ଦୁଃଖରେ ସମବେଦନା ଜଣେଇବା ପାଇଁ। ଧନ୍ୟବାଦ, ନମସ୍କାର।